ଆଜି ଅଫର ଆଇଡି ବିଷୟରେ ଆଉ ଏକ ଅପଡେଟ୍ ଜାଣିବା। ଯେଉଁ ପ୍ରି ସ୍କୁଲ ଛୁଆମାନଙ୍କର 3 ରୁ 6 ଇୟର ପିଲାମାନଙ୍କର ପୂର୍ବରୁ ଆଧାର କାର୍ଡ ନଥିଲା, ବାପା କି ମାଙ୍କ କି ଗାର୍ଡିଆନଙ୍କର ଦେଇକି ସେମାନେ ଅପଡେଟ୍ କରିଥିଲେ ଏବଂ ପରେ ସେମାନେ କ'ଣ କରିଛନ୍ତି ନା ଆଧାର କାର୍ଡ କାଢିକି ଆଣିଛନ୍ତି। ସେମାନଙ୍କର କିପରି ଅଫର ଆଇଡି କ୍ରିଏଟ୍ କରିହବ, ଆସନ୍ତୁ ଏଇ ଭିଡିଓ ଜରିଆରେ ଜାଣିବା। ପ୍ରଥମ କ'ଣ କରିବେ ନା ପର୍ସନ ଟ୍ରାକର ଖୋଲିବେ। ଅଙ୍ଗନବାଡି ୱାର୍କର କ୍ଲିକ୍ କରିବେ, ଲଗ୍ଇନ୍ ଦେବେ। ଲଗ୍ଇନ୍ କରିସାରିଲା ପରେ ତାଙ୍କର ମୋବାଇଲ ନମ୍ବର ଆଉ ତାଙ୍କର ପାସୱାର୍ଡ ଦେଇ ପର୍ସନ ଟ୍ରାକର ଖୋଲିବେ। ଖୋଲିଲା ପରେ ବେନିଫିସିଆରୀ ଲିଷ୍ଟ ଯିବେ। 3 ରୁ 6 ଇୟର ପିଲାଙ୍କ ଉପରେ 3 ରୁ 6 ଇୟର ପିଲା ଉପରେ କ୍ଲିକ୍ କରିବେ। ମୁଁ ରେଡ୍ ମାର୍କ କରିଦେଇଛି, କ୍ଲିକ୍ କରିବେ। କ୍ଲିକ୍ କଲା ପରେ ବେନିଫିସିଆରୀ ଲିଷ୍ଟ ଉପରେ ଯିବେ। 3 ରୁ 6 ଇୟର ପିଲାଙ୍କ ବେନିଫିସିଆରୀ ଲିଷ୍ଟ ଯିବେ। ପରେ ତାଙ୍କର ନେମ୍ ଯୋଉଠି ଲେଖା ହେଇଛି ସେ ନେମ୍ ଉପରେ କ୍ଲିକ୍ କରିବେ। ରାଇଟ୍ ଯୋଉ 3 ଡଟ୍ ଉପରେ କ୍ଲିକ୍ କରିବେନି, ନେମ୍ ଉପରେ କ୍ଲିକ୍ କରିବେ। ନେମ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ନେମ୍ ଉପରେ କ୍ଲିକ୍ କଲା ପରେ ତାର ପ୍ରୋଫାଇଲ୍ ଖୋଲିବ। ଦେଖନ୍ତୁ ଅଫର ଆଇଡି କ୍ରିଏଟ୍ ହେଇନାହିଁ, ନଟ୍ ଆଭେଲେବଲ୍ ଇଜ୍ ଅଫର ଆଇଡି। ଦେଖନ୍ତୁ ତାଙ୍କର ମାଙ୍କର ଆଧାର ଦେଇଛନ୍ତି, ଏଠି 4 ଡିଜିଟ୍ ଦେଖନ୍ତୁ ଶୋ କରୁଛି ଲାଷ୍ଟକୁ। ଏବଂ ଡାହାଣ ପଟକୁ ଦେଖନ୍ତୁ, ଯାହାକୁ ରେଡ୍ ମାର୍କ କରିଦେଇଛି, ଦେଖନ୍ତୁ ଆଡ୍ ଚିଲଡ୍ରେନ୍ ଆଧାର ହେଇଛି। କ'ଣ କରିବେ ନା ତାରି ଉପରେ ହିଁ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ଏହିପରି ଶୋ କରିବ ଚିଲଡ୍ରେନ୍ ଆଧାର ନମ୍ବର, ଚିଲଡ୍ରେନ୍ ଫୁଲ୍ ନେମ୍, ଡେଟ୍ ଅଫ୍ ବାର୍ଥ। ଆଉ ପୂର୍ବରୁ ଯେହେତୁ ମେଲ୍ କି ଫିମେଲ୍ ଦେଇ ଦେଇଛନ୍ତି, ସେ ଅଟୋମେଟିକ୍ ସେଟ୍ କରିଦେଇଛି। ଦେଖନ୍ତୁ ଜେଣ୍ଡର ମେଲ୍ କି ଫିମେଲ୍, ସେ ଫିମେଲ୍ ହେଇଛି, ଅଲରେଡି ତାଙ୍କ ଫିମେଲ୍ ସେଟ୍ ହେଇଯାଇଛି। କ'ଣ କରିବେ ନା ଚିଲଡ୍ରେନ୍ ଆଧାର ନମ୍ବର ଦେବେ। ଆଧାର ଅନୁସାରେ ଯେ ନାଁ ଥିବ ହେଲା, ସେଇ ନାଁ ଦେବେ। ଯେ କ୍ୟାପିଟାଲ ଥିଲେ କ୍ୟାପିଟାଲ, ସ୍ମଲ୍ ଥିଲେ ସ୍ମଲ୍, ଯେ ରଙ୍ଗ ନାଁ ଥିବ, ଯୋଡି ଥିଲେ ଯେ ରଙ୍ଗ ଥିବ ସେଇ ରଙ୍ଗ ହିଁ ଦେବେ, କରେକ୍ଟ ଦେବେ। ଟିକେ ମିଷ୍ଟେକ୍ କଲେ ସେ ନେବ ନାହିଁ। ଆଉ ଡେଟ୍ ଅଫ୍ ବାର୍ଥ ଦେବେ। ଆଧାର ଯେ ଡେଟ୍ ଅଫ୍ ବାର୍ଥ ଅଛି, ଡେଟ୍ ଅଫ୍ ବାର୍ଥ ପକେଇବେ। ପକେଇ ସାରିଲା ପରେ କ'ଣ କରିବେ ନା ଭେରିଫାଇ ଉପରେ ଯୋଉ ରେଡ୍ ମାର୍କ ଅଛି, ଭେରିଫାଇ ଆଧାର ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏହିପରି ଦେଖିବ ଚିଲଡ୍ରେନ୍ ଆଧାର ଡିଟେଲ୍ସ ଅପଡେଟ୍ ହେଇଗଲା। ଅପଡେଟ୍ ହେଇସାରିଲା ପରେ ଆପଣ କ'ଣ କରିବେ ନା ପ୍ରୋଫାଇଲ୍ ଉପରେ ଯିବେ। ଏବେ କ'ଣ କରିବେ ନା ପ୍ରୋଫାଇଲ୍ ପୁଣି ପୂର୍ବରୁ ବ୍ୟାକ୍ କରିକି ଖୋଲିବେ। ଏବେ କ'ଣ କରିବେ, ସେ 3 ଡଟ୍ ଉପରେ କ୍ଲିକ୍ କରିବେ। ମୁଁ ଯୋଉ ପ୍ରିଭିୟସ୍ ଭିଡ଼ିଓରେ କହିଥିଲି 3 ଡଟ୍, ସେ 3 ଡଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ତାର ଡାଟା ଖୋଲିବ ଯେ ଅଫର ଆଇଡି କ୍ରିଏଟ୍ ହେଇଛି କି ନାହିଁ ସେ ଜାଗାରେ ଦେଖିବେ। ସେ ଛୁଆର ଦେଖନ୍ତୁ ଅଫର ଆଇଡି ଏବେ କ୍ରିଏଟ୍ ପାଇଁ ଅପସନ୍ ଆସିଯାଇଛି, କ୍ରିଏଟ୍ ଅଫର ଆଇଡି, ଏବଂ ତାର ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ତାର ଡିଟେଲ୍ସ ଆସିଗଲା, ତାର ନିଜର ଆଧାର ବି ଆସିଗଲା 4 ଡିଜିଟ୍, ତା ଡେଟ୍ ଅଫ୍ ବାର୍ଥ ଆସିଗଲା, ତା ଜେଣ୍ଡର ଆସିଗଲା, ମୋବାଇଲ ନମ୍ବର ରେଜିଷ୍ଟର ଯାହା ଇଏ ଥିଲା ଆସିଗଲା। ଦେଖନ୍ତୁ ରେଡ୍ ମାର୍କ କରିଦେଇଛି, ଦେଖନ୍ତୁ ପୁରା ଡିଟେଲ୍ସ ଆସିଯିବ। ଏବଂ ସେକେଣ୍ଡରେ କ'ଣ କରିବେ, ଏ ଯେଉଁ ମୁଁ କହିଥିଲି ଛୋଟ ଯେଉଁ ଘର ଅଛି ବାଁଙ୍କଟେ, ତାକୁ କ'ଣ କରିବେ କ୍ଲିକ୍ କରିବେ। ତାପରେ ରିଲେସନ୍ ୱିଥ୍ ଚିଲଡ୍ରେନ୍, ତାଙ୍କ ବାପାଙ୍କର ଆଧାର ହଉ କି ମାଆଙ୍କର ଆଧାର ହଉ, ଯାହାଙ୍କର ଆଧାର କାର୍ଡ଼ ଯଦି ପୂର୍ବରୁ ତାଙ୍କ ମାଆଙ୍କର ଆଧାର କାର୍ଡ଼ ଯଦି ମାଆଙ୍କର ପକେଇ ପାରିବେ, ବାପାଙ୍କର ପକେଇବେ, ସେଟା କିଛି ମ୍ୟାଣ୍ଡେଟୋରି ନୁହେଁ। ଯଦି ତାଙ୍କର ମାଆଙ୍କର ଆଧାର କାର୍ଡ଼ ନଥିବ ଆଭେଲେବଲ୍, ତ ବାପାଙ୍କର ବି ପକେଇ ପାରିବେ। ଯଦି ବାପାଙ୍କର ନଥିବ, ଗାର୍ଡିଆନ୍ ବି ପକେଇ ପାରିବେ। ତାଙ୍କର ମାଆଙ୍କର ପକେଇଲି। ଆଇଡି ନମ୍ବର ଜାଗାର କ'ଣ ନେଇଥିଲି, ତାଙ୍କ ମାଆଙ୍କର ଆଧାର ନମ୍ବର ପକେଇଲି। ପକେଇ ସାରିଲା ପରେ ତଳେ ଭେରିଫାଇ ପକେଇ ସାରିଲା ପରେ ତଳେ ସବମିଟ୍ ଚିହ୍ନ ଅଛି। ସବମିଟ୍ ଚିହ୍ନ ପୂର୍ବରୁ ସବମିଟ୍ ଚିହ୍ନ ଥିଲା, ସେରଙ୍କ ବି ସେମ୍ ଅଛି, କିଛି ପ୍ରୋସେସ୍ ଚେଞ୍ଜ ନାହିଁ। ସବମିଟ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଅଲରେଡି ଆସିଗଲା ଅଫର ଆଇଡି କ୍ରିଏଟ୍ ସକ୍ସେସଫୁଲି। ଏବଂ ତାକୁ ସ୍କ୍ରିନଶଟ୍ ମାରିଦେବେ। ଏପରି ସ୍କ୍ରିନଶଟ୍ ମାରିଦେବେ, ନହେଲେ ରେଡ୍ ମାର୍କ କରି ସ୍କ୍ରିନଶଟ୍ ମାରିଦେବେ। ତାପରେ ଡନ୍ ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କରିକି କ'ଣ କରିବେ ନା ସେଇ ଛୁଆର ନେମ୍ ଉପରେ କ୍ଲିକ୍ କରିବେ, ଯେମିତି ପୂର୍ବରୁ ପ୍ରିଭିୟସ୍ରୁ କହିଥିଲି। କ୍ଲିକ୍ କରିସାରିଲା ପରେ ଦେଖିବେ ଅଫର ଆଇଡି କ୍ରିଏଟ୍ ହେଇଛି କି ନାହିଁ। ଦେଖନ୍ତୁ କାରଣ ପଠେଇଦେଇ ତାଙ୍କ ମମିଙ୍କ ନାଁ ରୁବି ବିବି। ଦେଖନ୍ତୁ ଅଲରେଡି ଅଫର ଆଇଡି କ୍ରିଏଟ୍ ହେଇଯାଇଛି ଏବଂ ଏହାକୁ ସ୍କ୍ରିନଶଟ୍ ମାରି ରଖିପାରିବେ। ଏବଂ ନ ରଖିଲେ ବି ଆପଣ ପ୍ରୋଫାଇଲ୍ରେ ବି ଏଇଟା ଶୋ କରିବେ, ଆପଣ ତାଙ୍କ ପ୍ରୋଫାଇଲ୍ରେ ଶୋ କରିବ। ଏହିପରି ଭାବରେ କ'ଣ କରିବେ ନା ଯେଉଁ ପିଲାମାନଙ୍କର ନିଜର ଆଧାର ପୂର୍ବରୁ ନଥିଲା ଏବଂ ପରେ ସେମାନେ ତିଆରି କରିଛନ୍ତି, ସେ ପୂର୍ବରୁ ତାଙ୍କ ମାଆଙ୍କ ବାପାଙ୍କର ଆଧାର କାର୍ଡ଼ ଦେଇ କରିଥିଲେ, ଏବେ ତାଙ୍କ ନୂଆ ସେମାନେ ତିଆରି କରିଦେଇଛନ୍ତି। ସେଇ ପ୍ରି ସ୍କୁଲ ଛୁଆମାନଙ୍କର କ'ଣ କରିବେ ନା ନୂଆ ଆଧାର ଆଡ୍ କରିକି ତାଙ୍କର ଅଫର ଆଇଡି କ୍ରିଏଟ୍ କରିପାରିବେ। ଥ୍ୟାଙ୍କ ୟୁ, ଧନ୍ୟବାଦ, ଜୟ ଜଗନ୍ନାଥ। ଏପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଅଧିକରୁ ଅଧିକ ସେୟାର କରନ୍ତୁ।